ବିଜେଡିର ଦୋମୁହା ନୀତି। ନବୀନ ନେଇଥିଲେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତି। ରାଜ୍ୟରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧ କରିବା ଏବେ ବିଜେଡି ପାଇଁ ବୁମରାଙ୍ଗ ପାଲଟିଛି। ନିଜ ସରକାରରେ ଆସିଥିବା ଅବକାରୀ ନୀତିକୁ ଭୁଲି ଯାଇଛନ୍ତି ବିଜେଡି ନେତା ଓ ନେତ୍ରୀ। ଟେଟ୍ରା ପ୍ୟାକ୍ ନିଷ୍ପତ୍ତି ବିଜେଡି ସରକାରରେ ନିଆଯାଇଥିଲେ ମଧ୍ୟ ଏହାକୁ ଏବେ ବିରୋଧ କରି ବିଜେଡିର ଦୋମୁହା ନୀତି ପଦାରେ ପଡ଼ିଛି। ତାସହ ନିଜ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ନୀତି ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି କହିଲେ ଭୁଲ ହେବ ନାହିଁ। 2023-24 ଓ 2024-25 ଅବକାରୀ ନୀତିରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବାବେଳେ ଏବେ ବିଜେଡି ନେତା ଓ ନେତ୍ରୀମାନେ ମଦ ବିକ୍ରି ବିରୋଧରେ ଓକିଲାତି କରିବା ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଦଳର ବରିଷ୍ଠ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି। ପ୍ରମିଳା ରାଜ୍ୟର ବିଜେପି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଓଡ଼ିଶା ଏବେ ମଦମୁକ୍ତ ନା ମଦଯୁକ୍ତ ହେଉଛି। ସରକାର ନିଶାମୁକ୍ତିର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏବେ ଘରେ ଘରେ ମଦ ପହଞ୍ଚାଇବା ପାଇଁ ବାଟ ଖୋଲୁଛନ୍ତି। ଛୋଟ ଛୋଟ ପ୍ୟାକେଟ୍ରେ ମଦ ମିଳିଲେ ଗରିବ ପରିବାର ଓ ଯୁବପିଢ଼ି ସର୍ବନାଶ ହୋଇଯିବେ। ଏହାକୁ ପକେଟ୍ରେ ରଖିବା ସହଜ ହେବ, ଯାହାଦ୍ୱାରା ନିଶା କାରବାର ବଢ଼ିପାରେ। ମଦମୁକ୍ତ ଓଡ଼ିଶାର କଥା କହି ଏବେ ମଦଯୁକ୍ତ ଓଡ଼ିଶା ଗଠନ ବିଜେପି କରୁଛି ବୋଲି ସେ ଅଭିଯୋଗ କରିଥିଲେ। କିନ୍ତୁ ଏହି ଟେଟ୍ରା ପ୍ୟାକ୍ ପ୍ରସଙ୍ଗରେ ଦୁଇ ନେତ୍ରୀ ଯେଉଁଭଳି ଢଙ୍ଗରେ ବିଜେପି ସରକାରକୁ ଘେରିବାକୁ ଚେଷ୍ଟା କରିଛନ୍ତି, ତାହାର ନୀତି ନିର୍ଦ୍ଧାରଣ ତାଙ୍କ ଦଳ ହିଁ କରିଥିଲା, ଏକଥା ଯେମିତି ସେମାନେ ଭୁଲି ଯାଇଛନ୍ତି ଭଳି ମନେ ହେଉଛି। କାରଣ ରାଜ୍ୟରେ କ୍ଷମତାରେ ଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଜେଡି ସରକାର ସମୟରେ ଏହି ଅବକାରୀ ନୀତି ଲାଗୁ ହୋଇଥିଲା। ପ୍ରମିଳା ନିଜେ ରାଜସ୍ୱ ମନ୍ତ୍ରୀ ଥିବା ବେଳେ ଅଶ୍ୱିନୀ ପାତ୍ର ଅବକାରୀ ମନ୍ତ୍ରୀ ମଧ୍ୟ ଥିଲେ। ନବୀନ ପଟ୍ଟନାୟକ ସରକାରରେ ଅଶ୍ୱିନୀ ପାତ୍ର ଅବକାରୀ ମନ୍ତ୍ରୀ ଥିବାବେଳେ ଦୁଇଟି ଅବକାରୀ ନୀତି ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା ଓ ଏଥିରେ ସ୍ପଷ୍ଟ ଭାବେ ଟେଟ୍ରା ପ୍ୟାକ୍ ମଦ ବିକ୍ରିକୁ ଅନୁମତି ଦିଆଯାଇଥିଲା। 2023-24 ଅବକାରୀ ନୀତି, ଯାହାକି 2023 ମାର୍ଚ୍ଚ 30 ତାରିଖରେ ଓ 2024-25 ଅବକାରୀ ନୀତି, ଯାହାକି 2024 ମାର୍ଚ୍ଚ 15 ତାରିଖରେ ଲାଗୁ ହୋଇଥିଲା। 2023-24 ଅବକାରୀ ନୀତିର ପୃଷ୍ଠା ସଂଖ୍ୟା 26 ଓ ଧାରା 426 ଉପଧାରା 2 ଓ 3ରେ ଉଲ୍ଲେଖ ରହିଛି ଯେ ମଦରେ ମିଶ୍ରଣ ବା ଆଡଲ୍ଟରେସନ ରୋକିବା ପାଇଁ IMFL ତଥା ଇଣ୍ଡିଆନ୍ ମେଡ୍ ଫରେନ୍ ଲିକରକୁ କାଚ ବୋତଲ ବ୍ୟତୀତ ଟେଟ୍ରା ପ୍ୟାକେଜିଂରେ ବିକ୍ରି କରାଯିବ। ଆଉ ଏହି ନୀତି ଅନୁଯାୟୀ 180 ml ଓ ତାଠାରୁ କମ୍ ପରିମାଣର ମଦକୁ 6 ସ୍ତରୀୟ ସୁରକ୍ଷା ବଳୟ ଥିବା ଟେଟ୍ରା ପ୍ୟାକେଜରେ ବିକ୍ରି କରିବା ପାଇଁ ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର ଗ୍ରୀନ୍ ସିଗ୍ନାଲ ଦେଇଥିଲେ। ତେଣୁ ଏବେ ଏହି ଟେଟ୍ରା ପ୍ୟାକ୍ ଆଳରେ ନିଜର ଦୋମୁହା ନୀତି ବିଜେଡି ନେତ୍ରୀମାନେ ପଦାରେ ପକାଉଥିବା ଆଲୋଚନା ହେଉଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।